ଏଇଟା ଆମ ଗାଁ ପୋଖରୀ। ଦେଖିଲେ କେତେ ବଡ଼ ପୋଖରୀ, କିନ୍ତୁ ପାଣି ପୁରା କମ୍ ଅଛି। ଆପଣମାନେ ଭାବୁଥିବେ ଯେ ଖରାରେ ବୋଧେ ସବୁ ପାଣି ଶୁଖିଯାଇଛି, କିନ୍ତୁ ନାହିଁ, ମାଛ ଧରା ହେବ ବୋଲି 5 ଦିନ ହେଲାଣି ପାଣି ସବୁ ଛାଡ଼ି ଦେଇଛନ୍ତି ପୋଖରୀରୁ। ସବୁ ପୋଖରୀମାନଙ୍କରେ ତ ଚୈତ୍ର ମାସ ଶେଷରେ ମାଛ ଧରା ହୁଏ, ଆଉ ଏଇ ଗୋଟେ ଖୁସି ଗାଁ ମାନଙ୍କରେ। ଆଉ ଦେଖନ୍ତୁ କେତେ ମାଛ ସବୁ ଧରା ହେଇଛି, ରୋହି ଭାକୁର। ଗାଁରେ ଆମର ଭାଗ ହେଇନୁ, କିନ୍ତୁ ଦି ପଡ଼ିଶା ଘର ଦେଇଥିଲେ ମାଛ ମୋତେ। ଏଇଥିରେ କେତେ ସୁନ୍ଦର ଲାଗୁଛି ମାଛ, ଦେଖନ୍ତୁ। ଏଇ ଫଳି ମାଛ 3ଟା ଦେଇଥିଲେ, ରୋହି ମାଛ 2ଟା ଦେଇଥିଲେ। ଫଳି ମାଛ ଗୁଡ଼ା ଆକ୍ଚୁଆଲି ପୋଖରୀ ସେମାନେ ଜାଁଳା ଛାଡ଼ି ନଥିଲେ, କିନ୍ତୁ ଆପେ ଆପେ ପୋଖରୀକୁ ଆସିକି ସବୁ ହେଇଯାଇଛନ୍ତି। ମାଛ ବି ଏ ବର୍ଷ ଭଲ ଟେଷ୍ଟ ଥିଲା। ମୁଁ ଏମିତି ଛଡ଼ଉଛି ମାଛ, ପନିକିରେ ଛଡ଼େଇ ଆସେନି ବୋଲି ମୁଁ ସେଇଥିପାଇଁ ମାଛର ଗୋଟେ ରଖିଛି କାତି ଛଡ଼େଇବା ପାଇଁ। ଏଇଥିରେ ଛଡ଼େଇ ଦେଲେ ପୁରା ସୁନ୍ଦରରେ ଛାଡ଼ି ଯାଉଛି। ଏମିତି ଦେଖିଥାନ୍ତୁ, ଆପଣମାନେ ବି ଏମିତି ଛଡ଼େଇବେ। ଯେଉଁମାନେ ପନିକିରେ ଛଡ଼େଇ ଜାଣନ୍ତିନି ସେମାନେ ଏମିତି ଛଡ଼େଇବେ, ପୁରା ଭଲରେ ସବୁ କାତି ପୁରା ଛାଡ଼ିଗଲା। ଫଳି ମାଛ କାତି ବି ବହୁତ ସୁନ୍ଦରରେ ଛାଡ଼ିଲା, ମାନେ ଗୋଟେ କାତି ବି ରହୁନି ଏଥିରେ, ମାନେ କିଛି ପରିଶ୍ରମ କରିବା ପାଇଁ ବି ପଡ଼ୁନି, ସବୁ କାତି ଛାଡ଼ି ଯାଉଛି। ଛୋଟ ଛୋଟ ଫଳି ମାଛ ଦେଖିଲେ ମଜା କଥା ମନେ ପଡ଼ୁଛି। ମଜା ଯେତେବେଳେ ଚାକିରି କରିଥିଲେ ସେତେବେଳେ ପଞ୍ଚାୟତ ଏରିଆରୁ ତାଙ୍କ ପାଇଁ ବି ମାଛ ଆସେ। ମୋ ଅଜା ଫଳି ମାଛ ବେଶୀ ଆଣନ୍ତି, ତାଙ୍କୁ କ'ଣ ଭଲ ଲାଗେ, ଫଳି ମାଛ ତାଙ୍କୁ ବେଶୀ ଭଲ ଲାଗେ, ଆଣିକି ଆସନ୍ତି ସଦାବେଳେ। ଏଇଟା ପୁରା ଛୋଟ ଛୋଟ ଫଳି ମାଛ ଥିଲା। ଏମିତି ଛଡ଼େଇ ଦେଲା ପରେ କେତେ ଗୁଡ଼ିଏ କାତି ବାହାରିଲା, ବହୁତ ଜୋର କାତି ବାହାରୁଛି ତାକୁ। ତାପରେ ପୁଣି ତାକୁ ଧୋଇଦେଲି ଟିକେ ଭଲରେ। ଧୋଇଦେଲା ପରେ ସବୁ କାତି ଗୁଡ଼ା ତାର ଛଡ଼ିବ, ନହେଲେ ଲାଳ ଲାଳ ଲାଗିଲେ କାଟିବା ପାଇଁ ଅସୁବିଧା ହେବ। ମୁଁ ପୁରା କେତେ ହତିଆର ସବୁ ଧରିକି ଆଜି ମାଛ କାଟୁଛି। ଯିଏ ଦେଖିବ ମୋ ମାଛ କଟା ବି ହସିବ। କତୁରୀରେ ତାର ଏମିତି ଗାଲିଚ ଗୁଡ଼ା ସବୁ କାଟି ଦେଉଛି, 2 ପଟ ଗାଲିଚ। ମୋ ଝିଅ ଦେଖିକି ଆଜି ହସୁଥିଲା, କହିଲା ମାମା ଏ କତୁରୀ ମୁଁ ଆଉ କିଛି କାଟିକି ଖାଇବିନି। ଏମିତି ସବୁ ଗାଲିଚ ଗୁଡ଼ାକ କାଟିଦେଲା ପରେ କାଟିବା ପାଇଁ ଟିକେ ସୁବିଧା ହେବ। ସବୁ ଗାଲିଚ ଗୁଡ଼ା ପୁରା ବି କଟିଗଲା ଭଲରେ। ଲାଞ୍ଜଟା ବି ଏମିତି କାଟି ଦେଇଥିଲି, ଫଳି ମାଛରେ ବି ଏମିତି ସବୁ କାଟି ଦେଇଥିଲି। ଫଳି ମାଛ ସାଇଡ଼୍ରେ ବି ତାର ଗୋଟେ ଏମିତି ଥାଏ ତା ଗାଲିଚଟା, ସେଇଟା ନ କାଟିଲେ ବି ଭଲ ଲାଗେନି ଫଳି ମାଛ, ସେଥିପାଇଁ ଏମିତି କାଟି ଦେଇଥିଲି। ଏଇତିକ ମାଛ ମୋତେ କାଟିକି ଧୋଇବା ପାଇଁ ପୁରା ବହୁତ ଟାଇମ୍ ଲାଗିଲା, ଆଉ ପୁରା ଘର ପୁରା ଆଇଁଷ ସ୍ମେଲ୍ ଖାଲି ହେଉଥିଲା। ସେ ସ୍ମେଲ୍ରେ ବି ଆଜି ଇଚ୍ଛା ହେଉନଥିଲା ଖାଇବା ପାଇଁ। ଏବେ ମୁଁ କାଟୁଛି ଏଠି ଫଳି ମାଛ। ଫଳି ମାଛରେ ମଞ୍ଜି ବି ଟିକେ ଟିକେ ହେଇଯାଇଥିଲା, ମୁଣ୍ଡରୁ ତାର ଗାଲିଚଟା ବାହାରି ନଥିଲା। ମୁଣ୍ଡଟା କିନ୍ତୁ ଖାଇବୁନି ଆମେ, ସେ କୁକୁର ଖାଇବ ବୋଲି ସେଇଥିପାଇଁ ତାକୁ ରଖିଦେଇଛି, ଭାଜିକି ଦେବି ବୋଲି। ଏଗୁଡ଼ା ତ ମଇଳା ଗୁଡ଼ା ମାଛରୁ ସବୁ ଏମିତି ବାହାର କରିଦେଇଥିଲି। ପୁରା ଫ୍ରେଶ୍ ମାଛଟା ତ, ବେଶୀ ବ୍ଲଡ଼ ବାହାରିଥିଲା। ଏମିତି ସବୁତିକ ମାଛ କାଟିକି ତାପରେ ସବୁ ଧୋଇ ଦେଇଥିଲି ମୁଁ। କେତେ ଗୁଡ଼ିଏ ମାଛ ହେଇଯାଇଛି, ଏକା ତ ଏତେ ମାଛ ଖାଇ ହେବନି, ତାକୁ ମୁଁ କାଟ ଗୋଟି ପୁରା ଭଲରେ ଧୁଆଧୋଇ। ମାଛ ମୁଣ୍ଡକୁ ଏମିତି ମୁଁ ଧୋଇଥିଲି, ଏମିତି ସଦାବେଳେ ଧୋଇବେ, ନହେଲେ ମାଛ ମୁଣ୍ଡଟା ମଇଳା ବେଶୀ ମାଛ ମୁଣ୍ଡରେ ରୁହେ, ବେଶୀ ସ୍ମେଲ୍ ଆଇଁଷିଣିଆ ଲାଗିବ। ତାପରେ ଏମିତି ସବୁ କାଟିକି ମୁଁ ତ ଆଇସ୍ ଭିତରେ ରଖିବା ପାଇଁ ସବୁ ପଲିଥିନ୍ରେ ପ୍ୟାକ୍ କରିକି ଟିଫିନ୍ ଭିତରେ ସବୁ ରଖିଦେଇଥିଲି। ଅଳ୍ପ ଖାଇବା ପାଇଁ 4-5 ଖଣ୍ଡ ଆମ ପାଇଁ ବାହାର କରିଥିଲି, ଏମିତି ଆଇସ୍ ଭିତରେ ସବୁ ରଖିଦେଇଥିଲି ମୁଁ। ଆପଣମାନଙ୍କର ଯଦି ମାଛ ଅଧିକ ଥିବ ବି ଏମିତି ରଖିଦେବେ, ଭଜା ମାଛ ଟେଷ୍ଟ ଲାଗିବନି ଖାଇବା ପାଇଁ, କଞ୍ଚା ରଖିଦେବେ। ଏତିକି ମାଛରେ ଲୁଣ ହଳଦୀ ଗୋଳେଇକି ମୁଁ ଭାଜି ଦେଇଛି। ଲୁଣ ହଳଦୀ ଗୋଳେଇକି ଏବେ ଭାଜିବି। କାଟି ସାରିଲା ପରେ ହାତ ଗୁଡ଼ାକ ବହୁତ ଆଇଁଷ ଆଇଁଷ ସ୍ମେଲ୍ ହେଉଥିଲା, ସେଇଥିପାଇଁ ମୁଁ ହାତରେ ହଳଦୀ ଦେଇକି କେତେ ସମୟ ଟିକେ ଘଷିଦେଲି। ଦେଖନ୍ତୁ, ମାଛ ଯେତେବେଳେ କାଟିବେ ହାତରେ ହଳଦୀ ଗୁଣ୍ଡ ଦେଇକି ଏମିତି ଘଷିଦେବି, କିଛି ବି ଆଇଁଷ ସ୍ମେଲ୍ ହେବନି। ତାପରେ କରେଇରେ ମାଛ, ଦେଶୀ ମାଛ ଭଜାକୁ ଆଜି ପଖାଳ ଭାତ,
ଏବେ ମାଛ ଭଜା ପୁରା ହେଇଗଲା। ପଖାଳ ଭାତକୁ ମାଛ ଭଜା। ମାଛ ବି ବହୁତ ଟେଷ୍ଟ ଲାଗୁଥିଲା, ଯେହେତୁ ଗାଁର ଦେଶୀ ମାଛ ଏଇଟା ବହୁତ ଭଲ ଲାଗୁଥିଲା। ଆପଣମାନଙ୍କ ଘର ପାଖରେ ଯଦି ଏମିତି ପୋଖରୀ ଥିବ ଦେଶୀ ମାଛ ଆଣିକି ନିଶ୍ଚିତ ଖାଆନ୍ତୁ, ବହୁତ ଟେଷ୍ଟ ବି ଲାଗିବ। ପଖାଳ ଭାତକୁ ମାଛ ଭଜା ଏମିତି କରିକି ଖାଆନ୍ତୁ। କେମିତି ଖାଇଲେ ମୋତେ ନିଶ୍ଚିତ ଜଣେଇବେ। ପିଆଜ, ଲଙ୍କା, ରସୁଣ, ଆମ୍ବୁଲ ସହିତ ଆଗ ପାଣି କରିକି ମାଛ ଭଜା। ଦେଖନ୍ତୁ ଏବେ ଆମର ଖାଇବା ରେଡ଼ି।